ସକାଳୁ ସକାଳୁ ଫୁଲ ତୋଳା ଦାୟିତ୍ୱଟା ମୋ ଉପରେ ଆଜି ମାଆ ଦେଇ ଦେଇଛନ୍ତି। ସେଥିପାଇଁକା ଫୁଲ ତୋଳା ମୁଁ ଆରମ୍ଭ କରିଦେଇଥିଲି ଅପରାଜିତା ଗଛ ପାଖରୁ। କାହିଁକିନା ଅପରାଜିତା ଗଛଟା ସାମ୍ନାରେ ଅଛି। ତ ଫାଷ୍ଟ ଆସିକି ମୁଁ ସେଇଠୁ ହିଁ ତୋଳି ଦେଇଥିଲି। ଧଳା ଅପରାଜିତା ଏବେ ବହୁତ ଗୁଡ଼ିଏ ଫୁଟୁଛି ଥୋପା ବାଲା। ଆଉ ତାପରେ ଯାଇଥିଲି ବାଇଗଣୀ କଲରର ଯେଉଁ ଅପରାଜିତା ଗଛ ଅଛି ତାକୁ ଟିକେ ତୋଳି ଦେଇଥିଲି ବି କିଛି। ତ ସେଥିରେ ଏବେ ପ୍ରନିଂ ହେଇନି ତ ସଫ୍ଟ ପ୍ରନିଂ। ତ ପ୍ରନିଂ କରିଥିଲେ ବୋଧେ ବହୁତ ସାରା ଆହୁରି ମାନେ ଫୁଲ ମିଳିଥାନ୍ତା। କିନ୍ତୁ ଏଥିରେ ନା ବହୁତ ଗୁଡ଼ିଏ ସବୁ ମଞ୍ଜି ହେଇଥିଲା ଯେଉଁଗୁଡ଼ାକ ମୋର ଶୀତ ଦିନରେ ସବୁ ମଞ୍ଜି ଗୁଡ଼ାକ ରହିବା ଆରମ୍ଭ କରିଥିଲା। ଆଉ ଖରା ଦିନରେ ହିଁ ସେଗୁଡ଼ା ପାକଳ ହେଇଥିଲା, ତାକୁ ମଞ୍ଜି ଗୁଡ଼ା ପକେଇ ଦେଇଥିଲେ। ଏବେ ବଢ଼ିଆ ଭାବରେ ଜର୍ମିନେଟ୍ ହେଉଛି। କାହିଁକିନା ଶୀତ ଦିନରେ ବହୁତ ସ୍ଲୋ ହୁଏ ତାର ମଞ୍ଜି ଗୁଡ଼ାକ ଜର୍ମିନେଟ୍ ହେବା, ଖରା ଦିନରେ ବହୁତ ସ୍ପିଡ଼ି ହୁଏ। ତ ଏଇ ସମୟଟା ହିଁ ବହୁତ ହି ବେଷ୍ଟ ରହିବ ଆମ ଅପରାଜିତା ଗଛର ଗ୍ରୋଥ୍ ଆଉ ଜର୍ମିନେଟ୍ ଉପରେ। ତ ଯାହା ବି ହଉ ମୋତେ ବହୁତ ଗୁଡ଼ିଏ ଅପରାଜିତା ଗଛ ମିଳିଯାଇଛି ଫ୍ରିରେ। ତ ଥୋପାର ବହୁତ କଲର୍ ଅଛି ମୋ ପାଖରେ। ନାଲିର କିନ୍ତୁ ଯେଉଁଟା ଅଛି ସେଇଟା ସିଙ୍ଗଲ୍ ପେଟାଲ୍ ଅଛି। ତ ଭାବୁଛି ନାଲିର ବି ଡବଲ୍ ପେଟାଲ୍ ଲଗେଇବି, କିନ୍ତୁ ବହୁତ ଖୋଜୁଛି କିନ୍ତୁ ପାଉନି। ତ